ମୁଁ ଏଠାରେ ଆମ୍ବ ଖଟା କରୁଛି। ଆମ୍ବ ଖଟା ପାଇଁ ମୁଁ ଗୋଟେ କଡ଼େଇ ତାତିଲା ପରେ ଲଙ୍କା ଆଉ ଟିକେ ତେଲ ପକାଇ ଟିକେ ତାତିଲା ପରେ ଆମେ ଏଠାରେ ସୋରିଷ ପକାଉଛେ। ତାତିଲା ପରେ ସୋରିଷ ପକାଇବେ। ଏବେ ଛେଚା ହେଇଥିବା ଅଦା ଟିକେ ପକାଇଦେବା। ଏବେ ଟିକେ ଭୃଷଙ୍ଗ ପତ୍ର ଟିକେ ପକାଇଦେବା। ଭଲସେ ଭାଜିଦେବା ଟିକେ। ତାପରେ ଆମେ ଯେଉଁ ଆମ୍ବ କାଟିକି ଧୋଇ ଦେଇଥିଲେ ତାକୁ ଆମେ ଏଥିରେ ପକାଇଦେବା। ଏହାକୁ ଭଲସେ ସିଝାଇବାକୁ ଛାଡ଼ିବେ, କାରଣ ଏଥିରେ ଆମେ କଞ୍ଚା ଆମ୍ବରେ ତିଆରି କରୁଛେ। ଭଲସେ ଗୋଳାଇ ଦେବା ଯେମିତି ସବୁଆଡ଼େ ମିକ୍ସ ହେଇଯିବ। ଏଥିରେ ଟିକେ ହଳଦୀ ଗୁଣ୍ଡ ପକାଇଦେବା। ହଳଦୀ ଗୁଣ୍ଡ ପକାଇଲା ପରେ ଆମେ ଟିକେ ଲଙ୍କା ପକାଇଦେବା। ଏବେ ଟିକେ ସ୍ୱାଦ ଅନୁସାରେ ଲୁଣ ପକାଇଦେବା। ଆପଣଙ୍କୁ ଯଦି ରାଗ ପସନ୍ଦ ଆପଣ ଲଙ୍କା ଗୁଣ୍ଡ ନେଇପାରିବେ। ଭଲସେ ଗୋଳାଇ ଦେବା। ଟିକେ ଫୁଟିବାକୁ ଛାଡ଼ିଦେବା। ହେଲା ପରେ ଆମେ ଟିକେ ଗୁଡ଼, ଚିନି ଆପଣ ଯାହା ବି ନେଇପାରନ୍ତି। ମୁଁ ଏଠାରେ ଦୁଇଟାକୁ ନେଇଛି, ଗୁଡ଼ ନେଇଛି ଏବଂ ଚିନି ମଧ୍ୟ ବି ନେଇଛି। ଏହାକୁ ଭଲସେ ଗୋଳେଇ ଦେବା। ଆମର ହେଇ ଆସିଲାଣି। ଏବେ ଆଉ କାଟିଦେବା। ଆମର ଖଟା ରେଡ଼ି ହେଇଗଲା। ଆପଣ ଯଦି ଚ୍ୟାନେଲକୁ ନୂଆ ଆସିଥିଲେ ଆପଣ ଚ୍ୟାନେଲକୁ ସବସ୍କ୍ରାଇବ୍, ଭିଡ଼ିଓକୁ ଲାଇକ୍ କରିଦେବେ। ଛୋଟ ଛୁଆ ଯାହା ଭୁଲେଇଥିଲେ ଏଇ ଭିଡ଼ିଓରେ ମୋତେ କ୍ଷମା କରିଦେବେ।